ଗୋଟେ ଥର ଗୋଟେ ସାଧୁ ସମ୍ମିଳନୀରେ ଜଣେ ଜଣେ ସାଧୁଙ୍କୁ ପଚାରିଲା ଯେ ମଦ ମାଂସ ଖାଇଲେ ପାପ, କାହିଁକିନା ସେ ଜୀବ ହତ୍ୟା ହେଉଛି, ସେ ପାପରେ ଯାଉଛି। କିନ୍ତୁ ମଦ ପିଇଲେ ପାପ ନା ନାହିଁ? କାହିଁକିନା ମଦରେ ତ କୌଣସି ଜୀବ ହତ୍ୟା ନାହିଁ, କିଛି ନାହିଁ। ମଦ ପିଇଲେ ପାପ ନା ପାପ ନାହିଁ? ତ ସେ ବହୁତ ସୁନ୍ଦର ଉତ୍ତର ଦେଲେ। କହିଲେ, ଆଗ ଆମେ ଯେତେବେଳେ ଗୁଲାମ ଥିଲେ ଇଂରେଜମାନଙ୍କର, ସେ ତାଙ୍କୁ ଗୋଟେ ଉଦାହରଣ କହିଲେ। ଆମେ ଯେତେବେଳେ ଗୁଲାମ ଥିଲେ ଇଂରେଜମାନଙ୍କର, ତ ସେଇ ସମୟରେ ଜଣେ ଇଂରେଜ ଗୋଟେ ପଣ୍ଡିତଙ୍କର ମୁଣ୍ଡରେ ଗନ୍ ରଖିକିନା ତାଙ୍କୁ କହିଲା, ଆଜି ଆପଣଙ୍କୁ ମୁଁ ଫାୟାରିଂ କରି ଗୁଳି କରି ମାରିଦେବି। ତ ପଣ୍ଡିତ କହିଲେ, ମୋତେ କ'ଣ ପାଇଁ ଗୁଳି କରି ମାରିଦେବ? ତ ସେଠୁ ଇଂରେଜ କହିଲେ, ମୁଁ 4ଟା ଜିନିଷ ରଖିଦେଉଛି, ସେଥିରୁ ଯେକୌଣସି ଗୋଟେ ଜିନିଷ ତୁମକୁ ନେବାକୁ ହିଁ ପଡ଼ିବ, ସ୍ୱୀକାର କରିବାକୁ ପଡ଼ିବ। ଯଦି ତୁମେ ସ୍ୱୀକାର ନ କଲ ତାହେଲେ ମୁଁ ତୁମକୁ ଗୁଳି କରି ମାରିଦେବି। ସେ 4ଟା ଜିନିଷ ହେଲା, ପ୍ରଥମରେ ସେ ରଖିଦେଲେ ଗୋଟେ ପର ସ୍ତ୍ରୀ ରଖିଦେଲେ, ଦ୍ୱିତୀୟରେ ରଖିଲେ ମାଂସ ରଖିଦେଲେ, ତୃତୀୟରେ ରଖିଦେଲେ ସୁନା ରଖିଦେଲେ, ଚତୁର୍ଥରେ ରଖିଦେଲେ ମଦ। ତ ତାକୁ ସେ କହିଲେ, ଏଇ 4টাରୁ ଯେକୌଣସି ଜିନିଷ ତୁମକୁ ନେବାକୁ ପଡ଼ିବ। ତ ସେଠୁ ଯେଉଁ ପଣ୍ଡିତଜୀ ସେ ଦେଖିଲେ ପରସ୍ତ୍ରୀ, ନା ମୁଁ ପରସ୍ତ୍ରୀ ତ କୌଣସି ମତରେ ନେଇପାରିବିନି, ତାଠୁ ବେଟର ଗୁଳି ଖାଇଦେବି। ଆଉ ସେକେଣ୍ଡରେ ଦେଖିଲେ ମାଂସ ଖାଇଲେ ମୋର ଧର୍ମ ନଷ୍ଟ ହେବ, ତାଠୁ ବେଟର ମୁଁ ଗୁଳି ଖାଇଦେବାଟା ଭଲ। ସେ ମାଂସ ବି ଖାଇଲେନି, ପରସ୍ତ୍ରୀକୁ ବି ନେଲେନି। ତାପରେ ସେ ଦେଖିଲେ, ତାପରେ ସେକେଣ୍ଡ ହେଲା ସୁନା। କହିଲା, ନା ମୁଁ ଭିକ ମାଇକିନା ଚଳୁଛି ପଛେ ଏଇଥିରେ ମୋର ଧର୍ମ ନଷ୍ଟ ହେବ, ମୁଁ ସୁନା ବି ନେବି ନାହିଁ। ଲାଷ୍ଟରେ ଦେଖିଲେ ମଦ। କହିଲେ, ମଦ ପାଣି ଜିନିଷ, ମୁଁ ତାକୁ ଯଦି ପିଇଦେଲି ସେ କିଛି ନାହିଁ, ସେଥିରେ କୌଣସି ନାହିଁ, ଗଙ୍ଗା ସ୍ନାନ କରିଦେବା ଆଉ ଥରେ, କିନ୍ତୁ କିଛି ମାନେ ପାପ ତ ହେବନି କୌଣସି, ପାଣି ତ। ଆଉ ସେ ତାପରେ କ'ଣ କଲେ, ମଦଟାକୁ ବାଛିଲେ। ତ ଇଂରେଜ ତାଙ୍କୁ ମଦ ଦେଲେ। ସେ ମଦ ଯେମିତି ପିଇ ଦେଇଛନ୍ତି, ସେଇ ଯେଉଁ ବାକି 3ଟା ଜିନିଷ ସେ ଛାଡ଼ି ଦେଇଥିଲେ, ଯେତେବେଳେ ତାଙ୍କୁ ନିଶା ହେଲା, ସେଇ ମଦ ନିଶାରେ ତାପରେ ସେ ପର ସ୍ତ୍ରୀକୁ ଅତ୍ୟାଚାର କଲେ, ସୁନା ବି ଲୁଟି ନେଲେ, ଆଉ ମାଂସ ବି ଖାଇଲେ। ତ ୟାର କହିବା ଅର୍ଥ ହେଲା, ଆପଣ ଯଦି ମଦରେ ଯେଉଁ ନିଶା ଜିନିଷ ରହୁଛି ସେ ହେଉଛି ପାପ, ଯାହାଫଳରେ ନିଶା ଯେତେବେଳେ ମଣିଷ ଶରୀରକୁ ଆସିଯାଏ, ସେ କ'ଣ କରେ ସେ କିଛି ଜାଣିପାରେନି। ସେଇଥିପାଇଁ ସେ ହେଲା ତାମସିକରେ ଯାଉଛି। ମଦ ମାଂସ ହେଲା ଆସୁରିକ ଖାଦ୍ୟ। ଆମେ ସାତ୍ୱିକ ଖାଦ୍ୟ ହେଲା ଆମେ ଭେଜିଟେରିଆନ୍ ଖାଇବା, ଆମେ ହେଲେ ସାତ୍ୱିକ, ହେଲା ସାତ୍ୱିକ ଧର୍ମ। ଆଉ ସାତ୍ୱିକ ଧର୍ମ ଖାଇବାରେ ମଣିଷର ମନରେ ସଦ୍ଭାବନା ଉପଜେ, ଯାହାଫଳରେ କି ଲୋକ ଧର୍ମ ଆଉ ଆମର ଯେଉଁ ମାନେ ପୌରାଣିକ ଉପରେ ଆଧ୍ୟାତ୍ମିକ ଲାଇନ୍ରେ ସେ ନିହାତି ଯିବ। କାହିଁକିନା ଯେ ଫଳରେ ତା ମନରେ ସବୁବେଳେ ସାତ୍ୱିକ ଭାବନା ରହିବ, ତ ସେଇ ଅଟୋମେଟିକ୍ ସେ ଭାବନା ମନକୁ ଆସିବ। ତ ମୋର କହିବା ମତଲବ ହେଲା, ମଦ ବି ପାପ।